ବିଲେଇ ମୋ ହାତକୁ କାମୁଡି ଦେଲା ଆଉ ଛୋଟ ବିଲେଇକି କିଏ କାମୁଡି ଦେଇଛି ଆଉ ଚାଲି ପାରୁନି ଯେତେବେଳେ ଟାଙ୍କିରୁ କାଢିଦବ ତାକୁ 100 ଟଙ୍କା ପ୍ରାଇଜ ଦେବି। ଜୟ ଜଗନ୍ନାଥ। ଆଉ ଗୋଟେ ମିନି ବ୍ଲଗ ସ୍ୱାଗତ ଜଣାଉଛି। ମୁଁ ବଙ୍କୁକୁ ଧରିକି ବାହାରିଲି ବେତଳା ତେଲ ଆଣିବାକୁ। ଆମେ ଦି ଜଣ ସବୁଠାରୁ ଭଲ ରାସ୍ତାରେ ଗଲୁ। ଆମ ଘର ଦେଇକି ଗଲୁ ନାହିଁ, ସେପଟେ ରାସ୍ତା ପୁରା ଖତରନାକ ଅଛି। ଆମ ବଙ୍କୁ କହିଲା ଚାଲ ଆଜି ଖେମସୁର ବାଟେ ଦେଇକି ଯିବା, ଭଲ ରାସ୍ତା ବି ଅଛି। ଏଇ ବାଟେ ପଳେଇ ଆସିଲୁ। ରାସ୍ତାରେ ଦିଟା ଛୁଆ ଗୁଡି ଉଡଉଥିଲେ। ମୁଁ ଢେର ଦିନ ପରେ ଦେଖୁଛି କିଏ ଗୋଟେ ଗୁଡି ଉଡଉଛି। ସାଙ୍ଗେ ସାଙ୍ଗେ ତେଲ ଟାଙ୍କିକୁ ଆସି ତେଲ ନେଇକି ପଳେଇ ଆସିଲି ଦୋକାନକୁ। ମୋ ଗାଡି ଟାଙ୍କିରେ ତେଲ ଆଣିଥିଲି। ଆମ ବାନାକୁ କହିଲି ତୁ ଯଦି ପାଇପ ରେ ମୁହଁ ନ ଲଗେଇକି କାଢିଦବୁ ତେଲ ତତେ 100 ଟଙ୍କା ଦେବି। ସେ କହିଲା ମୁଁ ପାରିବିନି। ମୁହଁ ଲଗେଇକି କାଢିଲା ଆଉ ଅଧେ ତେଲ ପିଇ ଦେଲାଣି। ତେଲ କାଢିକି ମୁଁ ଦୋକାନକୁ ପଳେଇ ଆସିଲି। ଏଠି ଦିନ ସାରା ବସିକି ବେପାର କରିଲି। ଗୋଟେ ଗୋଟେ କଷ୍ଟମର ଆସିଥାନ୍ତି ଜିନିଷ ଦଉଥାଏ। ତାପରେ ମୋ ଟାଇମ ରେ ଦୋକାନ ବନ୍ଦ କରି ଘରକୁ ପଳେଇ ଆସିଲି। ଆଉ ଗୋଟେ କଥା ଜାଣିଛ, ଆମ ବିଲେଇ ଛୁଆ କାଲି ରାତିରେ ତାକୁ କିଏ କାମୁଡି ଦେଇଛି। ମୁଁ ତ ଜାଣିନି, ଆଜି ସକାଳୁ ଦେଖିଲା ବେଳକୁ ତା ଗୋଡ ସାଇଡ ରେ କାଟି ଯାଇଛି, ବ୍ଲଡ ବାହାରୁଛି, ତାକୁ ବହୁତ ପେନ୍ ହଉଛି। ମୋ ଭାଇ ଆସି ତାର ଯୋଉଠି କାଟି ଯାଇଥିଲା ସେଇ ଜାଗାରେ ହଳଦୀ ମାରି ଦେଇଛି। କୋଉଠି ଚାଲିକି ଯାଇପାରୁନି। ମତେ ତା ମା ଆସିକି ଆମ୍ପୁଡି ଦେଇଛି ମୋ ହାତକୁ। ମୁଁ ଟିକେ ହଳଦୀ ମାରିଛି। ଆଜିର ବ୍ଲଗ ଏଇଟା ରଖୁଛି, ଆଉ ଦେଖିବା ନେକ୍ସଟ ବ୍ଲଗ ରେ।